ମୋ ନାମ ହେଉଛି ଶ୍ରେୟସୀ ସାହୁ। ମୁଁ ଷଷ୍ଠ ଶ୍ରେଣୀର ଛାତ୍ରୀ ଅଟେ। ମୋ ପ୍ରକଳ୍ପର ନାମ ହେଉଛି ବର୍ଷା ଜଳ ଅମଳ ପ୍ରକଳ୍ପ। ଏଇଠି ଆମର ଟ୍ୟାଙ୍କ ରହିଲା। ଏଇ ବର୍ଷା ହେଲେ ଜଳ ଗୁଡ଼ିକ ଏଇଠି ସଞ୍ଚୟ ହୋଇ ରହିବ। ସଞ୍ଚୟ ହୋଇ ରହିକି ପାଇପ୍ ସାହାଯ୍ୟରେ ଫିଲ୍ଟରେସନ ଟ୍ୟାଙ୍କକୁ ଆସିବ। ଫିଲ୍ଟରେସନ ଟ୍ୟାଙ୍କରେ ପାଣି ବିଶୁଦ୍ଧ ହୋଇ କୂଅକୁ ଯିବ। କୂପରୁ ପାଣି ଗୁଡ଼ିକ ବ୍ୟବହାର ପାଇଁ ଉପଯୋଗୀ ହେବ ଏବଂ ଫିଲ୍ଟରେସନ ଟ୍ୟାଙ୍କର ଜଳ ପୋଖରୀକୁ ମଧ୍ୟ ଯିବ। ଆମେ କୂଅରେ ଥିବା ପାଣି ଗୁଡ଼ିକ ଆମେ ଗଛରେ ବଗିଚାରେ ବ୍ୟବହାର କରିପାରିବା। ଘର ଭିତରେ ଘରୋଇ କାର୍ଯ୍ୟରେ ବ୍ୟବହାର କରିବା ଏବଂ ଗାଈ ଗୋରୁ ଗାଧୋଇ ଦେବା କାର୍ଯ୍ୟରେ ମଧ୍ୟ ବ୍ୟବହାର କରିପାରିବା ଏବଂ ଗାଡ଼ି ଧୋଇବା କାର୍ଯ୍ୟରେ ବ୍ୟବହାର କରିବା। କେତେ ଛାତ ଦରକାର, କେତେ ଘର ହେଇଥିବା ଦରକାର ନା ସେମିତି ନାହିଁ? ଘରର ଆକାର କେତେ ହେଇଥିବା ଦରକାର? ସେମିତି ଏମିତି ନାହିଁ।